କାନ୍ଥ ଘଣ୍ଟାରେ ସନ୍ଧ୍ୟା 6ଟା ବାଜିଲାଣି। ବଦ୍ରି ନିଜ ଦଳର ପିଲାଙ୍କୁ ଅପେକ୍ଷା କରିଥାଏ। ବାର ବାର ହାତ କାନ୍ଥ ଘଣ୍ଟାକୁ ଅନାଉଥାଏ। ବଦ୍ରିର ଭଉଣୀ ଲୀନ ବଦ୍ରିକୁ ଦେଖିକି ପଚାରିଲା, କାହାକୁ ଅପେକ୍ଷା କରିଛୁ କି? ବଦ୍ରି, ଆରେ ମୋ ମା, ମୋ ମୁଣ୍ଡ ଗରମ କରନା। ମୁଁ ସେ ଆମ ଦଳ ପିଲାଙ୍କୁ ଅପେକ୍ଷା କରିଛି। ଶଳା କୋଉଠି ମରିଗଲେ ବୋଧେ, ଏବେ ଯାଏ ଦେଖା ନାହିଁ। ପାଣି ଦେ ମୋତେ, ଶୋଷ ଲାଗିଲାଣି। ଲୀନ, ମୁଁ ତ ମୁଣ୍ଡ ଗରମ କରୁଛି ନାହିଁ, ସେମିତି ସେ ଛତରା ସାଙ୍ଗଙ୍କୁ ଅପେକ୍ଷା କରିଥା। ନିଜର ବି ହାତ ଅଛି, ନେଇ ଆସ ପାଣି। ଲୀନ ବଦ୍ରି ଉପରେ ରାଗିକି ପାଣି ଗରିଆକୁ ତଳେ ଥୋଇ ଦେଇ ଚାଲିଗଲା ଘର ଭିତରକୁ। ଶମ୍ଭୁ, ମିଥୁନ, ମୂଷା ଆସିକି ପହଞ୍ଚିଲେ ବଦ୍ରି ଘରେ। ମିଥୁନ ହାତରେ ଥାଏ ଧଳା ଜରିଟେ। ବଦ୍ରି ସେମାନଙ୍କୁ ଦେଖି କହିଲା, ଏତେ ଜଲ୍ଦି କ'ଣ ପାଇଁ ଆସିଲ? ଆଉ ଟିକେ ଡେରିରେ ଆସିଲନି? ମୂଷା, ଭାଇ ତମେ ରାଗୁଛ କ'ଣ ପାଇଁ ଯେ? ଆମେ କ'ଣ ମାଗଣାରେ ଡେରିରେ ଆସିଲୁ କି? ଜିନିଷ ବି ଆଣିବାର ଥିଲା। ଜିନିଷ ସଂଗ୍ରହ କରୁ କରୁ ଟିକେ ଡେରି ହେଇଗଲା ନା। ବଦ୍ରି, ନା, ମୁଁ ରାଗିବି କ'ଣ ପାଇଁ? ପୂଜା ଫୁଲରେ ବନ୍ଦେଇବି ତମକୁ। କି ଜିନିଷ ଆଣିଲ କି ଏତେ ଡେରି ହଉଛି ତମକୁ? ଶମ୍ଭୁ, ଗୋଟେ ଧଳା ଶାଢ଼ୀ, 2ଟା କତରା ସାର୍ଟ, ଆଉ ସେ ଚୁଲ୍ ଯୋଉ ମୁଣ୍ଡରେ ପିନ୍ଧନ୍ତି। ବଦ୍ରି ମିଥୁନ ହାତରୁ ଜରି ଚଢ଼େଇ ନେଇ କହିଲା, ଠିକ୍ ଅଛି, ଏବେ ସବୁ ପିନ୍ଧି ପକାଅ। ମିଥୁନ, କିଏ ହବ ଭୂତ? ବଦ୍ରି, ତୁ? ମିଥୁନ, ଆରେ ଭାଇ ତୁମେ ବି ହବ। ବଦ୍ରି, ହଁ ହେବି। ଶମ୍ଭୁ ଆଉ ମିଥୁନ ଧଳା ଶାଢ଼ୀ ପିନ୍ଧିଲେ। ମୂଷା ଆଉ ବଦ୍ରି ସେ କତରା ସାର୍ଟ ପିନ୍ଧିଦେଲେ। ମୁହଁରେ ବହଳେ ମଟର ପାଉଡର ତଥାପି ଦେଲେ। ପାଦରେ ପାଉଁଜି, ମଥାରେ ବଡ଼ ଗୋଲ ଲାଲ ରଙ୍ଗର ଟିପା ସହ ହାତରେ ମେଞ୍ଚାଏ ଚୁଡ଼ି ପିନ୍ଧି ଦେଇ ମହଲ ଆଡ଼କୁ ଗଲେ। ମହଲରେ ହରିଶ୍ୱର ପିଲା ସବୁ ବସିଥାନ୍ତି। ସୁଶାନ୍ତ 2ଟା ମଦ ବୋତଲ ଥୋଇଦେଲା। ବଣ୍ଟି, ମୁଁ ଆଜି ପିଇବି ନାହିଁ। ସୁଶାନ୍ତ, କ'ଣ ପାଇଁ, ଆଜି କ'ଣ ହେଇଗଲା? ବଣ୍ଟି, ଆଜି ସୋମବାର, ମୁଁ ଛୁଇଁବି ନାହିଁ। ମୁଁ କେବଳ ବୁଧବାର, ଶୁକ୍ରବାର ଆଉ ରବିବାର ଦିନ ପିଏ। ଭାଲୁ, ଭାଇ ମୁଁ ବି ଆଜି ପିଇବି ନାହିଁ। ବଣ୍ଟି, ତୋର ପୁଣି କ'ଣ ହେଲା କି? ଭାଲୁ, ଏଇ ମଦ ପାଇଁ ମୋର ବ୍ରେକଅପ୍ ହେଇଗଲା। ଲିସା ରାଗିଛି, ମୁଁ ପିଇବି ନାହିଁ। ସୁଶାନ୍ତ ନେଳୁ ଆଉ ନିଖି ଅନେଇଲେ। ପଚାରିଲା, ତମର କିଛି ବାହାନା ଅଛି ନା ନାହିଁ କୁହ। ତମେ 2ଟା କ'ଣ ପାଇଁ ଆଉ ବାକି ରହିଲ? ନେଳୁ, ଭାଇ ମୋର କିଛି ସମସ୍ୟା ନାହିଁ। ନିଖି, ଭାଇ ମୋର ବି କିଛି ଅସୁବିଧା ନାହିଁ। ନିଖି ଆଉ ନେଳୁ ମଦ ପିଇଲେ। ସୁଶାନ୍ତ ଟିକେ ଚିନ୍ତାରେ ଥାଏ, କାହିଁକି ନା କାଲି ସେମାନେ ସବୁ ମଦ ପିଇଥିଲେ ତ ଜାଣିପାରିଲେ ନାହିଁ। ହେଲେ ଆଜି ମଦ ପିଇଲେ ନାହିଁ। ଭୁତୁଣୀ ଆସିଲେ ଡରିବେ, ମହଲ ଛାଡ଼ି ପଳେଇବେ। ବଣ୍ଟି, ଭାଇ ତମେ ଚିନ୍ତାରେ ଥିଲା ପରି ଜଣାପଡ଼ୁଛ। କ'ଣ ହେଇଛି କଥାଟା କହୁନ ଆମକୁ। ସୁଶାନ୍ତ ବଣ୍ଟିର କଥାକୁ ଏଡ଼ାଇବା ପାଇଁ କହିଲା, ଆରେ ନାହିଁ ନାହିଁ, ସେମିତି କିଛି ଚିନ୍ତା ନାହିଁ। ଖାଲି ଗୋଟେ ଚିନ୍ତା, ସେମାନେ ଆମକୁ ଆଜି ଡରେଇବା ପାଇଁ ଆସିବେ। ତମେ ମାନେ ଯଦି ଡରିକି ଏଇ ମହଲ ଛାଡ଼ି ପଳେଇବା, ମୋ ଇଜ୍ଜତ କ'ଣ ରହିବ? ଅନ୍ୟମାନେ ତ ବାହାନା କରି ଆସିବେ ନାହିଁ ବୋଲି କହିଲେ, ଆଉ ତମେ ମାନେ ମୋ ସହ ଆସି ଏମିତି ମୋତେ ଅଧା ବାଟରେ ଛାଡ଼ିଦେବ? ନିଖି ସୁଶାନ୍ତର କଥା ଶୁଣି ଟିକେ ଭାବପ୍ରବଣ ହେଇ ଯାତ୍ରାର ସ୍ଲୋଗାନ କହିବା ଭାଙ୍ଗି କହିଲା, ଏ ଭାଇ
ତୁ କ'ଣ ଆମକୁ ଏମିତି କହିପାରିବୁ? ତୁ ଆମ ଦୁଃଖ ସୁଖର ସାଥୀ, କେମିତି କହିପାରିଲୁ ଆମେ ତତେ ଛାଡ଼ିକି ଚାଲିଯିବୁ ବୋଲି? ନା ନା, କେବେ ନୁହେଁ। ଭୁତୁଣୀ କ'ଣ, ତା ବାପା ଆସିଲେ ବି ମୁଁ ଯିବିନି। ସୁଶାନ୍ତ, ଚୁପ୍, ଓଭର ଆକ୍ଟିଂ। ନେଇଯା ମୋ ଆଗରୁ। ବଣ୍ଟି, ଭାଇ, ଆମେ ଜାଣିଛୁ ସେ ନୀଳକଣ୍ଠ ଦଳ ପିଲା ଆସିବେ ଆମକୁ ଡରେଇବା ପାଇଁ। ଆଉ ସେମାନେ ତ ମଣିଷ ନା, ଆମେ ଓଲଟା ଏମିତି ହଇରାଣ କରିବୁ, ସେ ଆମକୁ ବାହାର କରିବେ କ'ଣ, ନିଜେ ବାହାରି ଯିବେ। ସମସ୍ତେ ବଣ୍ଟି କଥାରେ ହଁ ଭରିଲେ। ସମସ୍ତେ ବସିକି କଥା ହେଉଥାନ୍ତି। ମହଲର ମୁଖ କବାଟକୁ କିଏ ଜଣେ ବାଡ଼େଇବା ଭଳି ଶବ୍ଦ ଶୁଭିଲା। ସମସ୍ତେ ଟିକିଏ ଚାହିଁକି ଗଲେ। ସୁଶାନ୍ତ କହିଲା, ରୁହ, ମୁଁ ଦେଖିକି ଆସେ କି କବାଟ ବାଡ଼ଉଛି। ଭାଲୁ, ଭାଇ, ଯିଏ ବି ହଉ ଯିବା ଦରକାର ନାହିଁ, ତମେ ବସ ଏଠି। ନେଳୁ, ଆରେ ସେଇ ନୀଳକଣ୍ଠ ଦଳ ପିଲା ହେଇଥିବେ, ଡରିବାର ନାହିଁ। ପୁଣି ଥରେ କବାଟ ଠକ୍ ଠକ୍ ଶବ୍ଦ ଶୁଭିଲା। ସୁଶାନ୍ତ ଯିବ ବୋଲି ଉଠୁଥିଲା। ଭାଲୁ ସୁଶାନ୍ତକୁ ବସିବା ପାଇଁ କହି ନିଜେ ଗଲା। କବାଟ ଖୋଲିଲା, ହେଲେ କେହି ବି ନଥାନ୍ତି। କବାଟ ଦେଇ ଆସିବା ବେଳକୁ ପୁଣି ଥରେ ଠକ୍ ଠକ୍ ଶବ୍ଦ ଶୁଭିଲା। ଭାଲୁ କବାଟ ଖୋଲି ବାହାରକୁ ଦେଖିଲା, ହେଲେ କେହି ବି ନଥାନ୍ତି।